ମୋ ନାଁ ପ୍ରଦୀପ କୁମାର ନାୟକ। ମୁଁ ଏନପିପିର ୟୁଥ୍ ପ୍ରେସିଡେଣ୍ଟ ଅଛି। ଦେଖନ୍ତୁ, ଆମର ଏନପିପି ଆସିବାର ବର୍ତ୍ତମାନ 3 ମାସ ହେଲା, 3 ମାସ ପ୍ଲସ୍ ହେଲା। ତ ଆମେ ଚେଷ୍ଟା କରୁଛୁ କେମିତି ଆମେ ଓଡ଼ିଶାରେ ସବୁ ଜିଲ୍ଲାରେ ଆମେ ସମସ୍ତଙ୍କ ପାଖରେ ଯାଇ ପହଞ୍ଚିବୁ ଏବଂ ସାରା ଓଡ଼ିଶାରେ କେମିତି ଏନପିପିର ପ୍ରଚାର ପ୍ରସାର ହେବ ଏବଂ ଲୋକଙ୍କୁ ତା ଦେହରେ ଯୋଡ଼ିବୁ। ଆଉ କଥା ରହିଲା, ଆମେ ଲୋକଙ୍କୁ ଯୋଡ଼ି ଆଗକୁ କେମିତି ବଢ଼ିବୁ ସେଇ ବିଷୟରେ ଆମେ ଚିନ୍ତା କରିବୁ। ବର୍ତ୍ତମାନ ଆମେ 3ଟା ଜିଲ୍ଲାରେ ଜିଲ୍ଲା ସଭାପତି ଡିକ୍ଲେୟାର କରିଛୁ। ଗୋଟେ ହେଲା ଢେଙ୍କାନାଳ, ଆଉ କେନ୍ଦ୍ରାପଡ଼ା, ଖୋର୍ଦ୍ଧା। ତ ଆମ ୟା ପରେ ଆମର ପାର୍ଟି ଉଦ୍ଘାଟନ ହେଲା, ଆଉ କିଛି ଜିଲ୍ଲାର ଜିଲ୍ଲା ସଭାପତି ଆମେ ମଧ୍ୟ ଘୋଷଣା କରିବୁ। ତ ଆମେ ଧୀରେ ଧୀରେ ଲୋକଙ୍କର ପାଖକୁ ଯିବୁ, ଲୋକଙ୍କର ସାହାଯ୍ୟ ସହଯୋଗ ମାଗିବୁ ଏବଂ ଏନପିପି ପାର୍ଟିର ଯାହା ଅଛି ଲୋକଙ୍କ ପାଇଁ ସେବା କରିବାର, ତ ସେ ବିଷୟରେ ଆମେ ଲୋକଙ୍କୁ ଅବଗତ କରାଇବୁ। ଦେଖନ୍ତୁ, ୟୁଥ୍ ମାନେ ଆଜିକାଲି ଦେଖନ୍ତୁ ସବୁ ପ୍ରକାର ସହଯୋଗ ସୁବିଧା ଯଦି ଗୋଟେ ୟୁଥ୍କୁ ମିଳିବ ତ ସେମାନେ ଆଗକୁ ବଢ଼ିପାରିବେ। ତ ସେ ଜିନିଷଟା ଯେହେତୁ ଆମଠୁ ବଡ଼ ବଡ଼ ପାର୍ଟି ଅଛନ୍ତି, ସେମାନେ ମଧ୍ୟ ୟୁଥ୍ ମାନଙ୍କ ପାଇଁ କିଏ ସାହାଯ୍ୟ ସହଯୋଗ କରିପାରୁଛନ୍ତି, କେହି କରିପାରୁନାହାନ୍ତି। କିନ୍ତୁ ଆମେ ଚେଷ୍ଟା କରିବୁ ଏନପିପି ପାର୍ଟି ତରଫରୁ କେମିତି ସାରା ଓଡ଼ିଶାର ୟୁଥ୍ ମାନଙ୍କ ପାଇଁ ମଧ୍ୟ କାମ କରିବୁ, ମହିଳାମାନଙ୍କ ପାଇଁ ମଧ୍ୟ କାମ କରିବୁ ଏବଂ ତାଙ୍କୁ ସାଙ୍ଗରେ ନେଇକି ଆଗକୁ ବଢ଼ିବୁ। ଦେଖନ୍ତୁ, ଆମେ ବର୍ତ୍ତମାନ ନୂଆ ପାର୍ଟି, ଆମର ବର୍ତ୍ତମାନ 3 ମାସ ପ୍ଲସ୍ ହେଲା ପାର୍ଟିକୁ। ତେଣୁକରି ଆମେ ଚେଷ୍ଟା କରିବୁ ସମସ୍ତଙ୍କ ପାଇଁ ଏସବୁ ଜିନିଷ କରିବା ପାଇଁ। ସମସ୍ୟା ତ ବହୁତ ଅଛି ଆଜ୍ଞା, ଓଡ଼ିଶାରେ ସମସ୍ୟା ବହୁତ, ଆପଣମାନେ ବି ଜାଣିଥିବେ। ଏଠି ଗୋଟେ ମହିଳା ସୁରକ୍ଷିତ ନାହିଁ। ଗୋଟେ ଯୋଉ ଦିନ ସେ ଗୋଟେ ମହିଳା ରାତି 12ଟା 1ଟାରେ ନିଜେ ଏକା ଯଦି ତାଙ୍କ ଘରକୁ ଫେରି ପାରିବ, ସେଦିନ ଜାଣିବେ ଆମେ ସ୍ୱାଧୀନ ସିନା ହେଇଯାଇଛନ୍ତି, କିନ୍ତୁ ସ୍ୱାଧୀନତା ଭାବରେ ଆମେ ରାତି 12ଟା 1ଟାରେ ମଧ୍ୟ ଗୋଟେ ମହିଳା ସୁରକ୍ଷିତ ଭାବରେ ଆସିପାରୁନାହାନ୍ତି। ତ ତାହା ପାଇଁ ଆମେ ପ୍ରୟାସ କରିବୁ ଯେ କେମିତି ଆମେ ଗୋଟେ ମହିଳା ସୁରକ୍ଷିତ ହେଇପାରିବ ଏବଂ ଯୁବକମାନେ ଯେମିତି ଯେଉଁ ନିଶା ଦ୍ରବ୍ୟରେ ଯାଇକି ପଶିକି ନିଶା ଯୋଗୁଁ ଘର ସମସ୍ୟା ହଉ, ଯେଉଁ ବାହାର ସମସ୍ୟା ହଉ, ସବୁ ଜିନିଷ ଘଟଣା ଘଟୁଛି। ତ ତା ପ୍ରତି ମଧ୍ୟ ନଜର ଦେବୁ ଏବଂ ଯୁବକ ଯୁବତୀ ମାନଙ୍କ ପାଇଁ ମଧ୍ୟ ଆମେ ଭଲ କାମ କରିବା ପାଇଁ ପ୍ରୟାସ କରିବୁ।